ରକ୍ଷାବନ୍ଧନର କିମ୍ବଦନ୍ତୀ ଭଗବାନ ବିଷ୍ଣୁ ଏବଂ ରାକ୍ଷସ ରାଜା ବାଲିଙ୍କ ସହ ଜଡ଼ିତ। ଥରେ ରାକ୍ଷସ ରାଜା ବାଲି ତାଙ୍କ ତପସ୍ୟା ଏବଂ ଶକ୍ତି ଦ୍ୱାରା 3 ଲୋକଙ୍କୁ ଜୟ କଲେ ଏବଂ ସ୍ୱର୍ଗ ମଧ୍ୟ ଅଧିକାର କଲେ। ଏହା ଦେବତାମାନଙ୍କୁ ବିଚଳିତ କଲା ଏବଂ ସେମାନେ ଭଗବାନ ବିଷ୍ଣୁଙ୍କ ସାହାଯ୍ୟ ଲୋଡ଼ିଲେ। ଭଗବାନ ବିଷ୍ଣୁ ବାମନ ରୂପ ଧାରଣ କରି ରାଜାଙ୍କ ବାଲିଙ୍କ ନିକଟକୁ ଗଲେ। ବାମନ ବାଲିଙ୍କୁ ଦାନ ସ୍ୱରୂପ 3 ପାହାଚ ଭୂମି ମାଗିଲେ। ବାମନଙ୍କୁ 3 ପାହାଚ ଭୂମି ଦେବାକୁ ପ୍ରତିଶ୍ରୁତି ଦେଲେ। ବିରାଟ ରୂପରେ ବାମନ ଗୋଟିଏ ପାହାଚରେ ପୃଥିବୀ ଏବଂ ଦ୍ୱିତୀୟ ପାହାଚରେ ସ୍ୱର୍ଗ ମାପିଲେ। ଯେତେବେଳେ ତୃତୀୟ ପାହାଚ ରଖିବା ପାଇଁ ସ୍ଥାନ ରହିଲା ନାହିଁ, ବାଲି ତାଙ୍କର ମୁଣ୍ଡ ଆଗକୁ ବଢ଼ାଇଲେ ଏବଂ ବାମନ ତାଙ୍କ ମୁଣ୍ଡ ଉପରେ ତାଙ୍କ ପାଦ ରଖିଲେ। ଏହା ବାଲିଙ୍କୁ ପାତାଳକୁ ପଠାଇଲା। ବାଲିଙ୍କ ଭକ୍ତି ଏବଂ ଦାନରେ ଖୁସି ହୋଇ ଭଗବାନ ବିଷ୍ଣୁ ତାଙ୍କୁ ଆଶୀର୍ବାଦ ଦେଲେ ଯେ ସେ ପାତାଳର ରାଜା ହେବେ ଏବଂ ତାଙ୍କ ପ୍ରଜାମାନେ ଖୁସି ହେବେ। ବାଲି ଭଗବାନ ବିଷ୍ଣୁଙ୍କୁ କହିଲେ ଯେ ସେ ପ୍ରତିଦିନ ତାଙ୍କ ସମ୍ମୁଖରେ ଦେଖିବାକୁ ଚାହାନ୍ତି। ଭଗବାନ ବିଷ୍ଣୁ ମଧ୍ୟ ତାଙ୍କୁ ଏହି ବର ପ୍ରଦାନ କଲେ ଏବଂ ପାତାଳ ଲୋକରେ ରହିବା ଆରମ୍ଭ କଲେ। ବାଲିଙ୍କ ସ୍ତ୍ରୀ ତାଙ୍କ ଭାଉଜ ଲକ୍ଷ୍ମୀଙ୍କୁ ରାକ୍ଷୀ ବାନ୍ଧି ଦେଇଥିଲେ ଏବଂ ପ୍ରତିବଦଳରେ ପାତାଳ ଲୋକରେ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ସମୟଠାରୁ ରକ୍ଷାବନ୍ଧନ ପର୍ବ ପାଳନ ହେବା ଆରମ୍ଭ ହୋଇଥିଲା, ଯେଉଁଥିରେ ଭଉଣୀମାନେ ସେମାନଙ୍କ ଭାଇଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଏବଂ ଭାଇମାନେ ସେମାନେ ଭଉଣୀମାନଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦିଅନ୍ତି। ତେଣୁ ରକ୍ଷାବନ୍ଧନ ପର୍ବ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ପ୍ରେମ ଏବଂ ସୁରକ୍ଷାର ପ୍ରତିଶ୍ରୁତିର ପ୍ରତୀକ ଅଟେ। ଧନ୍ୟବାଦ।